ଆମ ମାଆ ହିଁ କରନ୍ତି, ବହୁତ ଟେଷ୍ଟ ଲାଗେ ଆଉ ଭଲ ଲାଗେ, ସିଏ କଲେ ହିଁ ଭଲ ଲାଗେ। ଆମେ ତ ନା ସାଙ୍ଗମାନେ ଆଶା କରୁଛି ଆପଣମାନେ ବହୁତ ଭଲ ଥିବେ, ଖୁସିରେ ଥିବେ। ଆଉ ପ୍ଲିଜ୍ ଆପଣମାନେ ମୋତେ ସପୋର୍ଟ କରନ୍ତୁ। ଆଉ ମୋ ଚ୍ୟାନେଲରେ ଯିଏ ନୂଆ ଅଛନ୍ତି ପ୍ଲିଜ୍ ଗୋଟେ ସବସ୍କ୍ରାଇବ୍ଟେ ନିଶ୍ଚିନ୍ତ କରିବେ। ଆଉ ଆଜିର ଭିଡ଼ିଓ କେମିତି କ'ଣ ବନେଇବା, ଆଉ ଆଜି ଦେଖନ୍ତୁ ପାଗଟା କେମିତି କ'ଣ ଅଛି, ବର୍ଷା ପକାଉଛି। ଆସିଥିଲି ଛାତକୁ ଲୁଗା ଶୁଖେଇବାକୁ, ଆଉ ବର୍ଷା ଟିକେ ଛାଡ଼ି ଯାଇଥିଲା, ଭୋର ଝିପଝିପି ହେଇଥିଲା, ଆଉ ରାତିରେ ବି ଝିପଝିପି ହେଇଛି, ଭୋର ବି ହେଉଥିଲା, ତାପରେ ଏବେ ଛାଡ଼ି ଯାଇଥିଲା। ମୁଁ ଆସିଥିଲି ଲୁଗା ଶୁଖେଇବାକୁ, ଦେଖିଲା ବେଳକୁ ଏଠି ବର୍ଷା ପୁଣି ବର୍ଷାଟା ପକେଇଲା। ଆଉ ଭାବିଲି ଯାଉଛି ଟିକେ ଭିଡ଼ିଓ ଟିକେ କରିଦେବା। ଆଉ ଦେଖିପାରୁଥିବେ ଲୁଗାପଟା ସବୁ ଅଛି। ଆଉ କାଲି ଜାଳ ଗୁଡ଼ାକ ବି ଆଉ ନେବାକୁ ମନେ ପଡ଼ିଲାନି, ରହିଛି ଯେ ଓଦା ବି ଟିକେ ଓଦା ହେଇଯାଇଛି। ଆଉ ଯେ ଅଳ୍ପ କିଛି ଜାଳ ଆମର ତଳକୁ ପଳେଇଛି, ଆଉ ଜାଳ ଅଛି। ଦେଖିବା ବର୍ଷା ଛାଡ଼ୁ ପୁଣି ତାକୁ ନେଇକି ଯିବା ତଳକୁ। ଚାଲନ୍ତୁ ମୁଁ ଲୁଗାପଟା ନେଇକି ପଳାଏ, ନହେଲେ ତଳେ କେଉଁଠି ଶୁଖେଇ ସାକି ଦେବି। ତାପରେ ଚାଲନ୍ତୁ କେମିତି କ'ଣ କରୁଛି ଭିଡ଼ିଓଟି, କେମିତି କ'ଣ ଆଜିର ଦିନଟି କ'ଣ କେମିତି କଟୁଛି। ଆଉ ଆପଣମାନେ କଣ୍ଟିନ୍ୟୁ ରୁହନ୍ତୁ। ଆଉ ଆପଣମାନଙ୍କୁ ଯଦି ଭଲ ଲାଗେ ନିହାତି ମୋତେ ସପୋର୍ଟ କରିବେ। କ'ଣ କହୁଛନ୍ତି ସେ ଚଗଲା? ହାଇ କରି ସବୁ ଶୁଖେଇ ଦେଲି, ଶୁଖେଇ ଦେଇଛି। ଆଉ ଚାଲନ୍ତୁ ରୋଷେଇ ହେବ। ଚୁଲି ପାଖକୁ ପଳେଇ ଆଇଲି ଶୁଖୁଆ କରିବାକୁ। ଏପଟେ ଦେଖନ୍ତୁ ଶୁଖୁଆ ଧୋଇ ଦେଇଛି, ଶୁଖୁଆ କରିବା। ଏପଟେ ଦେଖନ୍ତୁ ଆମର ଚୁଲିରେ ଶୁଖୁଆ ଭଜା ଚାଲିଛି। ଆଉ ଆମର ତ ଆଇଁଷ ହେଲେ ଚୁଲିରେ ହିଁ ଭଜାଭଜି ହୁଏ, କାହିଁକିନା ପୂର୍ବଥର ହେଇଥିଲା ଶୁଖୁଆଟା ଭଲ ଲାଗୁନଥିଲା, କାହିଁକିନା ଅଲଣି ଶୁଖୁଆଟା କିଣା ହେଇଛି, ଭଲ ଲାଗୁନି। ଟିକେ ଲୁଣି ବି କିଣା ହେଇଥିଲା, ତା ଦେହରେ ପକେଇ ମିଶେଇକି କରିଥିଲେ ଭଲ ଲାଗିଥାନ୍ତା। ତାପରେ ଏଗୁଡ଼ା ଭାରି ଚେମିଡ଼ିଆ, ଭଲ ଲାଗୁନି। ଆଉ ଯାହା ଥିଲା ସବୁ କରିଦେଲି। ଏପଟେ ଆମର ରେଡ଼ି ହେଇଯାଇଛି ଟମାଟୋ, ପିଆଜ, ଆମ୍ବୁଲ, ସିଝା, ମସଲା ଏପଟେ ରେଡ଼ି କରି ରଖିଦେଇଛି। ଆଉ ଏପଟେ ଦେଖନ୍ତୁ ଆମର ଶିଳରେ ବଟାବଟି ହେଉଛି, କାହିଁକିନା କରେଣ୍ଟ ଆଜି ଆମର ପଳେଇଛି। ସକାଳ 9ଟାରୁ ପଳାଉଛି 2ଟା 3ଟା ତକ। ଏବେ ଡେଲି କାଟି ଦେଉଛି। ମସଲା ବି ବଟାବଟି କରିବା ପାଇଁ ଆମେ ବହୁତ ହଇରାଣ ବି ହେଉଛୁ। ଆଉ ଏପଟେ ମୁଁ ଚୁଲିରେ ଭାଜିଲିଣି, ଆଉ ଭାଜି ବି ହେଇଗଲାଣି। ଆଉ ନିଆଁ କାଢ଼ିଦେଲି, ଜାଳ କାଢ଼ିଦେଲି, କାହିଁକିନା ତାତି ଯାଉଛି ଆଉ ବହୁତ ନିଆଁ ହେଇଯାଉଛି। ଆଉ ଆଜି ବି ବର୍ଷା ବି ହେଉଛି। ବର୍ଷା ପାଗକୁ ଶୁଖୁଆଟା ବହୁତ ଭଲ ଲାଗେ ଖାଇବାକୁ। ଆଉ ଏପଟେ ଦେଖନ୍ତୁ ମୁଁ ଶୁଖୁଆ କାଢ଼ି ଦେଇକି ଏପଟେ ପିଆଜ ଭଲ ଭାବରେ ଜାରି ଦେଉଛି, ପକାଇ ଦେଇଛି ତେଲରେ। ଭଲ ଭାବରେ ତାକୁ ଜାରି ହେଇଗଲା ପରେ ମୁଁ ଟମାଟୋ ପକାଇଦେଲି। ଆଉ ଟମାଟୋ ବି ଜାରି ହେଇଗଲା ପରେ ତାକୁ ଆମର ମସଲା ଯାହା ଥିଲା ମୁଁ ଦେଇଦେଇଛି ସୋରିଷ ମସଲା। ଆଉ ତା ଦେହରେ ମୁଁ ହଳଦୀ, ଲଙ୍କାଗୁଣ୍ଡ, ଲୁଣ ଏକାଥରେ ପକାଇକି ନେଇ ଆସିଥିଲି, କାହିଁକିନା ଆଇଁଷଟା ଆଉ ସେ ଡବି ସବୁ ଆଇଁଷ ହେଇଯିବ, ସେଥିପାଇଁ ମୁଁ ଆଗରୁ ମସଲା ପକାଇକି ନେଇ ଆସିଥିଲି। ମସଲା ତ ଆମର କଷି ହେଇଗଲାଣି। ତାପରେ ଆମର ଏଠି ଆଳୁ ଆଉ ଶୁଖୁଆ ଯାହା ରଖିଥିଲି ତାକୁ ପକାଇଦେବି। ଆମ୍ବୁଲ ବି ପକାଇ ଦେଇଛି, ଟିକେ ଆମ୍ବିଳା ନହେଲେ ଭଲ ଲାଗୁନି। ଆଉ ଟମାଟୋ ବି ପକାଇଥିଲି, କିନ୍ତୁ ଆମ୍ବୁଲଟା ପକାଇଲେ ହିଁ ଶୁଖୁଆ ହେଉ ମାଛ ଯେଉଁଥିରେ ପକାଇଲେ ଆମ୍ବୁଲର ହିଁ ଟେଷ୍ଟ ଅଛି। ଆଉ ସବୁ ପକାଇ ଦେଇକି ଟିକେ ପାଣି ଦେଇଦେଇ ଭଲ ଭାବରେ ତାକୁ କଷିଦେବି। ଆଉ କଲର୍ଟା କିନ୍ତୁ ଆଜି ବହୁତ ଭଲ ଲାଗୁଛି। ଆଉ ତା ପୂର୍ବ ଥର କରିଥିଲି, ହେଇଥିଲା ଥରେ ଭଲ ଲାଗୁନଥିଲା। ଆଉ ଏବେ ମୁଁ ଆମ୍ବୁଲ ଦେଇକି ଭଲ ଭାବରେ କରିବି। ଆଉ ଏପଟେ ଦେଖନ୍ତୁ ମୁଁ ପାଣି ଦେଇଦେଲି, ତ ଭଲ ଭାବରେ କଷିଦେବି। କେତେ କଲର୍ ସୁନ୍ଦର ଦେଖାଯାଉଛି। ଆଉ ଏପଟେ ଦେଖନ୍ତୁ ଆମର ଶୁଖୁଆ କମ୍ପ୍ଲିଟ୍ ହେଇଗଲା। ଆଉ ଏପଟେ ଆମର ପିଆଜ, ରସୁଣ, ଅଦା ବଟା ସରିଛି। ତାପରେ ଏପଟେ ଚାଉଳ ବଟା ହେଉଛି ଭୁଇଁ ପିତା ପାଇଁ। ଆଉ ଏପଟେ ଦେଖନ୍ତୁ ପାଗ କେମିତି ହେଇଛି, ବର୍ଷା ପାଗ। ଏଇଠି ସବୁ ଓଦା ହେଇଛି, ଝିପଝିପ ବର୍ଷା ପକାଉଛି ନା। ଆଉ ଏପଟେ ଦେଖନ୍ତୁ ଆମ ମାଆ, ମାନେ ଆମ ଶାଶୁ ମାଆ ଏଠି ଚୁଲିରେ କ'ଣ କରୁଛନ୍ତି, ଚାଲନ୍ତୁ ଦେଖିବା ତାଙ୍କ ପାଖକୁ ଯାଇକି। ଏପଟେ ମାଆ ବସିକି ଏଠି ଭୁଇଁ ପିତା ବରା କରୁଛନ୍ତି। ଆଉ ଚୁଲିରେ ସେ କରନ୍ତି, ଆଉ ଗ୍ୟାସ୍ରେ କରନ୍ତିନି। ଏବେ କରୁଛନ୍ତି ତ। ବର୍ଷା ପାଗ ଦେଖନ୍ତୁ କେତେ ବର୍ଷା ହେଇଛି। ଆଉ ଏଇଟା ତ ହେଉଛି ଆମ ବାହାରଟା, ଦେଖିପାରୁଥିବେ। ଏଇଟା ହେଉଛି ଆମର ବାଉଣ୍ଡ୍ରି ବୁଲା ହେଇଛି। ଏଇଟା ହିଁ ଫୁଲ ଗଛ, ଫୁଲ ତ ଆଉ ଫୁଟୁନି ବର୍ଷା ପାଇଁ, ମାନେ ଶୀତ ଦିନ ପାଇଁ ଫୁଲ ଆଉ ଫୁଟୁନି। ଆଉ ଆମର ଯେଉଁ କ'ଣ ତ
ଚୁଲିରେ ଶୁଖୁଆ ହେଉଥିଲା ଆଉ ବର୍ଷା ପାଗକୁ ଶୁଖୁଆଟା ବି କରିଦେଲି ଆଉ ଶୁଖୁଆ ବେସର ହେଇଗଲାଣି। ତାପରେ ଆମର ଏବେ ଭୁଇଁ ପିତା ବରା ହେଉଛି ଆଉ ମାଆ କରୁଛନ୍ତି ଚୁଲିରେ ଭୁଇଁ ପିତା ବରା ଆଉ ଏଗୁଡ଼ା ଆମର ରୋଷେଇବାସ ଚାଲିଛି। ଆଜି କରେଣ୍ଟ ବି ପଳେଇଛି, କରେଣ୍ଟ ପାଇଁ ଯେଉଁ ହଇରାଣ, ମାନେ ମସଲା ବି ବଟା ହେଲା ବି ଆଉ ଭୁଇଁ ବରା ପାଇଁ ବି ଚାଉଳ ବଟା ବଟି ହେଇଛି। ଲାଇନ୍ଟା ଆଜି ଆମର ସକାଳୁ ପଳେଇଛି, ଆସିବ 2ଟା 3ଟା ଆଉ ରୋଷେଇବାସ ଚାଲିଛି ଆଉ ମୁଁ ଟିକେ ଏପଟ ସେପଟ ହେଉଛି ଆଉ ଏଠି ଦେଖିପାରୁଥିବେ ଏଠି ଆମ ଝିଅ ଏଠି ପାଣିରେ ଖେଳୁଛି। ହେଇ ବର୍ଷାରେ ତ ଏମିତି କ'ଣ ଝଗଡ଼ା ହେଉଛୁ? ଏଠି ଆମର ପାଣି ରହିକି ଆମର ସେପଟେ କାମ ହେଉଛି, ସେଠି ବସିକି ପାଣି ହେଉଛି ଗୋଟେ ଛୁଆ। ମୋବାଇଲ କନେ କହୁନୁ ତାପରେ ତାପରେ ଆଉ ଗୋଟେ ପଳେଇ ଆସିଲେ ଇଏ ଗୋଟେ ସେମିତି ଅଟା ଛୁଆମାନେ ଏମିତି ଚଗଲା ହେଉଛନ୍ତି। ଆଉ ଆଜି ବି ରୋଷେଇ ଟିକେ ଲେଟ୍ରେ ବି ହେବ ଆଉ ଲେଟ୍ରେ ବି ହେଇଛି ଆଉ ତାପରେ ପୁଣି ଆଉ ଚାଲନ୍ତୁ ଏବେ ଟିକେ ଫ୍ରି ମିଳିଲା, ସେଥିଲାଗି ଟିକେ ପଳେଇ ଆସିଲି ଭିଡ଼ିଓ କରିବା ପାଇଁ। ଆଉ ରୋଷେଇବାସ ସର ଦେଖିବା ପୁଣି କ'ଣ କେମିତି କ'ଣ ହେଉଛି। ଅଟା ଦଳୁଛୁ? ଦେଖନ୍ତୁ ଆମ ଝିଅ କେମିତି ଅଟା ଦଳୁଛି। କ'ଣ କରୁଛୁ? ଆସି ପହଞ୍ଚିଲେ ତାପରେ ଆମେ ସେଇ ଟାଇମ୍ରେ ଖାଇଲୁ। ଆଜି ଯେହେତୁ ଆମର ସେପଟେ କାମ ହେଉଛି ଆଉ ସେମାନେ ଘରେ ଆସି ଖାଇବେ ନା, କେମିତି ଆଗୁଆ ଖାଇଦେବୁ ଆଉ ସେଇଥିଲାଗି ଖାଇପାରିଲୁନୁ। ଆଉ ସେସବୁ ଖାଇ ଯାଇସାରିଲା ପରେ ଏଠୁ ଆମେ ଖାଇଲୁ। ଛୁଆ ଜଷ୍ଟ ଆସି ପହଞ୍ଚିଲେ, ସେ ବି ଆମ ସାଙ୍ଗରେ ଖାଇଦେଲେ। ଆଉ ଏବେ ସନ୍ଧ୍ୟାବେଳ ଆଉ ଏପଟେ ଦେଖନ୍ତୁ ଭୁଇଁ ପିତା ବରା, ଇଏ ଭୁଇଁ ପିତା ବରା ହେଇଥିଲା, ଆମ ମାଆ କରିଥିଲେ। ଆମ ମାଆ ହିଁ କରନ୍ତି, ବହୁତ ଟେଷ୍ଟ ଲାଗେ ଆଉ ଭଲ ଲାଗେ, ସିଏ କଲେ ହିଁ ଭଲ ଲାଗେ। ଆମେ ତ କରୁନା, ସେ ତାଙ୍କର କରନ୍ତି, ବାଟି ବୁଟି ଦେଲା ପରେ ସେ ତାଙ୍କର ନିଜ ଚୁଲିରେ କରନ୍ତି। ସେ ବି ଗ୍ୟାସ୍ରେ ଭଲ ପାଆନ୍ତିନି କରିବାକୁ। ମୁଁ ଭାବିଲି ଯାଉଛି ଟିକେ ବ୍ଲଗ୍ କରିଦେବି ଟିକେ, ଆଉ ପୁଣି ଆଉ ଟାଇମ୍ ହେବ ନ ହେବ, କାହିଁକିନା ଏବେ ଭଲ ଲାଗୁଛି ପୁରା ଟେଷ୍ଟ। ଆଉ ବେଶୀ ଲଙ୍ଗ ଭିଡ଼ିଓ କରୁନି, ବାସ୍ ସେତିକି ସର୍ଟରେ ଭିଡ଼ିଓ କରୁଛି। ଆଉ ଏତିକି କହୁଛି, ଆପଣମାନେ ପ୍ଲିଜ୍ ଆପଣମାନେ ମୋତେ ସପୋର୍ଟ କରନ୍ତୁ। ଆପଣମାନଙ୍କୁ ମୋ ଭିଡ଼ିଓ ଯଦି ଭଲ ଲାଗିଥାଏ ପ୍ଲିଜ୍ ସୁନ୍ଦର ସୁନ୍ଦର କମେଣ୍ଟ ଗୋଟେ ଲେଖିବେ। ଆଉ କେଉଁଠି ବି ମୋର ଭୁଲ ଠିକ୍ ଥାଏ ନିଶ୍ଚିନ୍ତ ଆପଣମାନେ କହିବେ, ଯେଉଁଠି ବି ମୋର ଭୁଲ ଥିବ ନିଶ୍ଚୟ ଠିକ୍ କରିବାକୁ ଚେଷ୍ଟା କରିବି। ଆଉ ଏତିକି କହି ରଖୁଛି, ଧନ୍ୟବାଦ, ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଟାଟା ବାଏ ବାଏ। ଆଉ ଆପଣମାନେ ଢେର ସାରା ମୋତେ ସପୋର୍ଟ କରନ୍ତୁ, ଏମିତି ଆଗକୁ ଭିଡ଼ିଓ ବନେଇ ଚାଲିବି। ଆପଣମାନଙ୍କୁ ଯଦି ଭଲ ଲାଗିଥାଏ ନିଶ୍ଚିନ୍ତ ଛୋଟ କମେଣ୍ଟ ଆଉ ଗୋଟେ ଲାଇକ୍ଟା ନିଶ୍ଚିନ୍ତ କରିବେ।